ଏ ନାଟକଟା ଉପଭୋଗ କରିବା। ଥରେ ଜଙ୍ଗଲରେ ହାତୀ ଏଣେ ତେଣେ ସାଙ୍ଗ ଖୋଜିବା ନିମନ୍ତେ ଘୂରି ବୁଲୁଥିଲା। ଠିକ୍ ସେହି ସମୟରେ ଗୋଟିଏ ମାଙ୍କଡ଼ ଦେଖାଦେଲା। ତାକୁ ହାତୀ ପଚାରିବ, ଏ ମାଙ୍କଡ଼, ତୁ ମୋ ସହିତ ସାଙ୍ଗ ହେବୁ? ମାଙ୍କଡ଼ କହିବ, ନା ବାବା ନା, ତୁ ଏତେ ବଡ଼, ତୋ ଗୋଡ଼ ଦିଟା ଏତେ ମୋଟା, ତୋ କାନ ଦୁଇଟା ଗୋଲା ପରି, କ'ଣ ମୋ ଭଳିଆ ତୁ ଏ ଡାଳରୁ ସେ ଡାଳକୁ ଡେଇଁ ପାରିବୁ? କହ କହ। ତାପରେ ଠେକୁଆ ଦେଖାଦେବ। ତାକୁ ମଧ୍ୟ ହାତୀ ପଚାରିବ, ଆରେ ଠେକୁଆ ଭାଇ, ତୁ ମୋ ସହିତ ସାଙ୍ଗ ହେବୁ? ସେ ମଧ୍ୟ କହିବ, ନା ବାବା ନା, ମୋର ତ ଛୋଟିଆ ଘର, ତୁ ମୋ ଘରେ ପଶିପାରିବୁ ନାହିଁ ବୋଲି ମନା କରିବ। ତାପରେ ବେଙ୍ଗ ଦେଖାହବ। ତାକୁ ମଧ୍ୟ ହାତୀ ପଚାରିବ, ଏ ବେଙ୍ଗୁଲି ନାନୀ, ତୁ ମୋ ସହିତ ସାଙ୍ଗ ହବୁ? ସେ ମଧ୍ୟ ମନା କରିବ ଯେ ତୁ ଏତେ ବଡ଼ ଦେଖାଯାଉଛୁ, ତୁ କ'ଣ ମୋ ଭଳି ଡେଇଁ ଡେଇଁ ଯାଇପାରିବୁ? ନା 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 ନା। ତାପରେ ବିଲୁଆ ଦେଖାଦେବ। ତାକୁ ମଧ୍ୟ ହାତୀ ପଚାରିବ, ଏ ବିଲୁଆ ନନା, ମୋ ସହିତ ସାଙ୍ଗ ହେବୁ? ଠିକ୍ ସେଇ ସମୟରେ ବିଲୁଆ ମଧ୍ୟ ମନା କରିଦେବ। ଶେଷରେ ଗୋଟିଏ ବାଘ ଆସିବ ଓ ସବୁ ପଶୁଙ୍କୁ ସେ ହଇରାଣ କରିବା ଆରମ୍ଭ କରିଦେବ। ଆଜି ତୁ ମୋର ଆହାର ହବୁ, କାଲି ମାଙ୍କଡ଼ ମୋର ଆହାର ହବ, ପହରଦିନ ଠେକୁଆ ମୋର ଆହାର ହବ, ଗୋଟେ ଗୋଟେ କରି ମୁଁ ତମ ସମସ୍ତଙ୍କୁ ଖାଇଯିବି। ସେତିକି ବେଳକୁ ସମସ୍ତେ ମିଶି ଏଣେ ତେଣେ ନିଜ ଜୀବନକୁ ରକ୍ଷା କରିବାକୁ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିଲା ବେଳକୁ ହାତୀ ଯାଇକି ବାଘ ସହିତ ଲଢ଼େଇ କରି ତା ଶୁଣ୍ଢରେ ବାଘକୁ ଧରି ଦୂରକୁ ଏକାଥରେ ପଟକେଇକି ଫୋପାଡ଼ି ଦବ। ଓ ବାଘ ସହିତ ଲଢ଼େଇ କରି ସମସ୍ତଙ୍କୁ ବଞ୍ଚେଇଥିବାରୁ ସମସ୍ତେ ପଶୁ ତାଙ୍କ ଭୁଲ ବୁଝିଲେ ଓ ଯାଇ ହାତୀକୁ କ୍ଷମା ମାଗିଲେ ଏବଂ ତାଙ୍କ ସହିତ ବନ୍ଧୁତାର ସ୍ଥାପନ କଲେ। ଏଥିରୁ ଆମେ କ'ଣ ଶିଖିଲେ? ବିପଦ ବେଳେ ଯିଏ ସାହାଯ୍ୟ କରେ ସେହି ପ୍ରକୃତ ବନ୍ଧୁ।